ହେଲା ଆପଣଙ୍କର ଜବରଦସ୍ତ ଡ୍ୟାନ୍ସ ଅଛି ସେଥିରେ ଏତିକି କହିବି ଯେହେତୁ ଲାଇନ୍ ବାଲା ମାନେ ସେଇ ଲାଇନ୍ ବାଲାଙ୍କ ଉପରେ ଫିଲ୍ମଟି ହେଇଛି। ଲାଇନ୍ ବାଲାଙ୍କର ଜୀବନ ସଂଘର୍ଷକୁ ନେଇକି ଫିଲ୍ମଟି। ଆଉ ଆମର ଯେ ପ୍ରଡ୍ୟୁସର ଅଛନ୍ତି ସୁଶାନ୍ତ ମହାନ୍ତି ତାଙ୍କ ନିଜର ଷ୍ଟୋରି ନିଜେ ଅଙ୍ଗ ଲିଭେଇଥିବା ଷ୍ଟୋରି। ଆଉ ଆ ଭିତରେ ଆମର ଡିରେକ୍ଟର ଅଛନ୍ତି ନିରଞ୍ଜନ ବେହେରା। ପୁରା ନିଶ୍ଚିତ କାହାଣୀ ମାନେ ପ୍ରୁଫ୍ ଯେଉଁଟା କୁହନ୍ତି ସତ ଘଟଣା ଉପରେ ଫିଲ୍ମଟି ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ। ଆଉ ତା ଭିତରେ ମୋ ଚରିତ୍ରଟି ଆପଣମାନଙ୍କୁ କେତେ ଦୂର ଭଲ ଲାଗିବ ସେଟା ଆପଣମାନେ ଦେଖିଲା ପରେ ଆପଣଙ୍କ ମୁହଁରୁ ଶୁଣିଲେ ମୋତେ ଭଲ ଲାଗିବ। ଆଉ ମୁଁ ଚେଷ୍ଟା କରିଛି ଭଲରୁ ଭଲ ଦେବା ପାଇଁ। ଆଉ ମୁଁ ତ ପରୀକ୍ଷା ଦେଇଛି। ଆଉ ନମ୍ବରଟି ଆପଣମାନେ ଦେବେ କେଉଁଠି 5 କେଉଁଠି 10 କେଉଁଠି 100 କେଉଁଠି 50 କ'ଣ ଦେବେ ଏଇଟା ଆପଣମାନେ ଫିଲ୍ମଟି ଦେଖିଲା ପରେ ଦେବେ। ଏତିକି କହିବି ମୁଁ କିନ୍ତୁ ଖାଲି ପରୀକ୍ଷା ଦେଇଛି। ଆଉ ପାସ୍ ହେବାଟା ହେଉଛି ଆପଣମାନଙ୍କ ହାତରେ। ଆସନ୍ତୁ ଲାଇନ୍ ବାଲା ଫିଲ୍ମ ଦେଖନ୍ତୁ। ନିଶ୍ଚିତ ଭାବରେ ଏତିକି କହିବି ଆପଣମାନଙ୍କୁ ନିଶ୍ଚିତ ଭାବରେ ଲାଇନ୍ ବାଲା ଫିଲ୍ମଟି ଭଲ ଲାଗିବ। ସମସ୍ତଙ୍କୁ ସ୍ୱାଗତମ ୱେଲକମ୍ ଆସନ୍ତୁ। ଗୋଟେ ସିନ୍ରେ ଦେଖାଯାଇଛି କି ଜଣେ ଲାଇନ୍ ବାଲା ପଡ଼ିଛନ୍ତି ରାସ୍ତାରେ କିନ୍ତୁ ଆପଣ ସେଲ୍ଫି ନେଉଛନ୍ତି ମାନେ ଟ୍ରାଜେଡିରେ କମେଡି ଆପଣ କରୁଥିଲେ। ନାଇଁ ଏଇଟା ଏଇଥିପାଇଁ ମୁଁ କରୁଥିଲି ଯେତେବେଳେ ଦରକାର ପଡ଼ିଲେ ଆମ ସାର୍ ଯଦି କହିବେ ସାର୍ଙ୍କୁ ଦେବି ନା। ମୁଁ ହେଉଛି କ'ଣ ମୋ ନାଁ ଦେଇଥିଲି ବେଲା। ମୁଁ ସବୁ ଦେଖୁଛି ସବୁ ଶୁଣୁଛି କିନ୍ତୁ ଜାଗା ମୁଣ୍ଡରେ କଥାଟି କହୁଛି। ସେଥିପାଇଁ ମୁଁ ଭିଡ଼ିଓ ରେକର୍ଡ଼ିଂ କରୁଥିଲି କେତେବେଳେ ଭାଇ ତୁମ ଦରକାର ପଡ଼ିଯିବ। ଆପଣଙ୍କର ଯେଉଁ ଡ୍ୟାନ୍ସ ଅଛି ବହୁତ ଜବରଦସ୍ତ ଡ୍ୟାନ୍ସ ମାନେ ସାଉଥ୍ ସିନେମାର ଡ୍ୟାନ୍ସ ଭଳି ଲାଗେ। ଆମର ଯିଏ ମାଷ୍ଟର ଥିଲେ ମୁରଲୀ ମାଷ୍ଟରଜୀ ଆମକୁ ଏଇ ଡ୍ୟାନ୍ସଟି ଦେଇଥିଲେ। ମୁଁ ମାଷ୍ଟରକୁ କହିଥିଲି ମାଷ୍ଟରଜୀ ଇଏ मेरे से होगा ना नहीं होगा। ମୁଁ ଚେଷ୍ଟା କରିଥିଲି ନାଇଁ ହେବ ସାର୍ କହିଲେଣି ମାନେ ଆଶୀର୍ବାଦ ମିଳିଗଲା। ସେଥିପାଇଁ ମୁଁ ଡ୍ୟାନ୍ସ ପ୍ରାକ୍ଟିସ୍ କଲି ଆଉ ପୁରା ଜାଗା ମୁଣ୍ଡରେ ଖେଳ କରିଦେଇଛି। ଆଉ ବାକି ଆପଣମାନେ ଦେଖିଲେ ମୋର ସେ କଷ୍ଟଟି ଦୂର ହେବ। ଆଉ ମୋର ଏତିକି ଆଶା ଭରସା ଫିଲ୍ମ ଆପଣମାନଙ୍କୁ ଭଲ ଲାଗିବ। ରହିଲି ନମସ୍କାର, ଜୟ ଜଗନ୍ନାଥ।